ଅଧ୍ୟାୟ ଋଷୟ ଉଚୁ ସୌନିକ ଆଦି ମୁନି ଯେତେ ପୁଛନ୍ତି ଶ୍ରୁତଙ୍କ ଅଗ୍ରତେ ବସୁତ କହ କୃଷ୍ଣ ବାଣୀ ସଂସାରୁ ତୋରେ ଯାହା ଶୁଣି ପଣ୍ଡୁ ରାଜାର ଅନ୍ତକାଳେ ଦୁଷ୍ଟ ଯେ ରାଜ୍ୟ ନେଲେ ବଳେ ଗୋବିନ୍ଦ ପଦେ ଆଶ୍ରା କରି ସେ ଆତତାଇ ଜନେ ମାରି ପଞ୍ଚଭ୍ରାତାଏ ଏକ ମେଳେ ପ୍ରଜାଙ୍କୁ ପାଳି ରାଜ୍ୟ କଲେ ତେବେ କି କଲେ ପଣ୍ଡୁ ସୁତେ ସ୍ୱଭାବ କୃଷ୍ଣର ସଙ୍ଗତେ ଏମନ୍ତ ମୁନି ବାକ୍ୟ ଶୁଣି ସୁତ କହନ୍ତି ସାଧୁ ବାଣୀ ଶ୍ରୀ ସୁତବାଜ ଶୁଣ ସକଳ ମୁନି ବର କୃଷ୍ଣର କଥା ସୁଧାସାର ପାଣ୍ଡବ ବଂଶ ରକ୍ଷା କରି କୁରୁ ବଂଶକୁ ନର ହରି କ୍ରୋଧ ଅନଳେ ଭସ୍ମ କଲେ ଦାବାଗ୍ନି ଜେନେ ବନସ୍ତରେ ବସାଇ ନିଜ ରାଜ୍ୟ ଦେଲେ ଶ୍ରୀହସ୍ତେ ଅଭିଷେକ କଲେ ଆନନ୍ଦ ମନେ ଧର୍ମ ବୋଳା ପ୍ରଜା ପାଳନେ ମନ ଦେଲା ଭୀଷ୍ମଙ୍କ ତହୁଁ ଧର୍ମ ବାଣୀ ଯେବା କହିଲେ ଚକ୍ରପାଣି ସେ ବାକ୍ୟ ଶୋକ ମୋହ ଛାଡ଼ି ପ୍ରଜା ପାଳନେ ଚିତ୍ତ ବଢ଼ି ସୃଷ୍ଟିରେ ଯେତେ ରାଜା ଗଣେ ଯେବା ଯୁଧିଷ୍ଠିର ଚରଣେ ସମୁଦ୍ର ଅନ୍ତ ଯାଏ ମହି ଧର୍ମ ନନ୍ଦନ ଆଜ୍ଞା ବହି ରାଜା ବଚନେ ମେଘମାଳ ଭୂମିରେ ବରସନ୍ତି ଜଳ କାମଧେନୁର ପ୍ରାୟ ରହି ପ୍ରଜା କଳ୍ପିତ ଶସ୍ୟ ଦେଇ ଗୋପାଳ ଗୋଷ୍ଠୀ ମଧ୍ୟ ରହି ବହୁତ କ୍ଷୀର ଦିଅନ୍ତି ଗାଈ ନଦୀ ବହନ୍ତି ପୁରୀ ଜଳେ ସମୁଦ୍ର ରହିଲେ ନିଶ୍ଚଳେ ପର୍ବତ ନିଜ ସ୍ଥାନେ ସ୍ଥିରେ ଆବୃତ ଲତା ବନ ଘରେ ସର୍ବ ଔଷଧ ଫଳ ଯେତେ ଫଳନ୍ତି ପ୍ରଜାର ନିମନ୍ତେ ପ୍ରଜାଙ୍କ ଦେହେ ନାହିଁ କ୍ଲେଶ ନ ଲାଗେ ତାପ ତ୍ରୟଲେଶ ଧର୍ମ ନନ୍ଦନ ରାଜ୍ୟ ଯେତେ ପ୍ରଜାଏ ବଞ୍ଚନ୍ତି ନିଶ୍ଚିନ୍ତେ ଭଗ୍ନୀଙ୍କ ପ୍ରିୟ କାର୍ଯ୍ୟ ହରି ବନ୍ଧୁଙ୍କ ଶୋକ ଶାନ୍ତି କରି ହସ୍ତିନାପୁରେ ହୃଷିକେଶ ଭାବି ରହିଲେ କେତେ ମାସ ଜଣକୁ ଜଣ କରି କଳ ସୁହୃଦ ପ୍ରେମ ବାକ୍ୟ ଭଳ ଯୁଧିଷ୍ଠିରାଦି ବନ୍ଧୁ ଗଣେ ମେଲାଣି ମାଗି ତତ୍କ୍ଷଣେ ଦ୍ୱାରକା ଗମନ ମାନସେ ରଥେ ବସିଲେ ହୃଷିକେଶେ କୃଷ୍ଣ ବିଚ୍ଛେଦ ମନେ ଭାଳି କ୍ରନ୍ଦନ କଲେ ବନ୍ଧୁ ମିଳି କୃଷ୍ଣ ସୁଭଦ୍ରା କୁନ୍ତି ସୁତେ ରାଜା ଆସିଥିଲେ ଯେତେ ଗାନ୍ଧାରୀ ଧୃତରାଷ୍ଟ୍ର ତୁଲେ କୃଷ୍ଣର ଚରଣ ମିଳିଲେ ଧମ୍ୟ ସମଦ ସହିତ ଭୀମ ଗଲା ଉତ୍ତର ନାରୀ ସଙ୍ଗେ ଥିଲା ହରିଙ୍କୁ ନମିଳେ ଅନ୍ତର ପ୍ରବେଶ ହେଲେ ଅନ୍ତପୁର କୃଷ୍ଣ ବିଚ୍ଛେଦ ମନ ଛନେ ଗଲେ ଯେ ଯାହାର ଭୁବନେ କୃଷ୍ଣର ଭାବ ଚିତେ ବଢ଼ି ସୁସଙ୍ଗେ କେ ପାରିବ ଛାଡ଼ି ଯାହାର ଯଶ ଗୁଣ କର୍ଣ୍ଣେ ନିରତେ ଭାବୁଥାନ୍ତି ମନେ ନ ଦେଖି ତାର ପଦ୍ମ ମୁଖେ କହୁଁ ଲଭିବେ ମନ ସୁଖେ ନିତ୍ୟ କରନ୍ତି ଦର୍ଶନ ସ୍ନେହରେ କରି ଆଲିଙ୍ଗନ କୃଷ୍ଣଙ୍କୁ କହନ୍ତି ବଚନ ପାଶରି ଶୟନ ଭଜନ ଚକ୍ଷୁ ଭୁଜିଲେ ଭାବ ଭରେ ରାମ ପୁଲକ ଅଭ୍ୟନ୍ତରେ ଲୋଚନୁ ବହେ ଆଶ୍ରୁବାରି ବିଚ୍ଛେଦେ ତନୁ ଲତା ଘାରି ଚାହାନ୍ତି ଅଟାଳିଆ ରହି ଦ୍ୱାରିକା ଗଲେ ଭାବଗ୍ରାହୀ ଆମର ସୁଖଲେଶ ନାହିଁ କହନ୍ତି ଏକୁଆର ଚାହିଁ ମୃଦଙ୍ଗ ସଙ୍ଗୀତର ବୀଣା ଘଣ୍ଟା ଦୁନ୍ଦୁଭି ନିର୍ଘୋଷଣା ସେ କୁରୁ ରାଜେ ଯେତେ ନାରୀ କୃଷ୍ଣ ବିଜୋଗେ ତନୁ ଘାରି ଥିଲେ ଯେ ଅଟାଳି ଆରହି ପୁଷ୍ପ ତଳନ୍ତି କୃଷ୍ଣ ଚାହିଁ କୃଷ୍ଣର ପାଟ ଛତ୍ର ଶ୍ଵେତ ରତ୍ନ କାଞ୍ଚନେ ସୁଗଠିତ ଆନନ୍ଦେ ଘେନି ମନ ତସ ଅର୍ଜୁନ ଗୋବିନ୍ଦର ପାଶେ ଆନନ୍ଦେ ଘେନି ମନ ତସେ ଅର୍ଜୁନ ଗୋବିନ୍ଦର ପାଶେ ବାମ ଦକ୍ଷିଣ ପାଶେ ଟେକି ହରସେ ଉଦ୍ଧବ ସାତ୍ବିକୀ ଚାମର ବେନି ହସ୍ତେ ବିଞ୍ଚି କିଏ କର୍ପୂର ଧୂଳି ଛିଞ୍ଚି ଦେବେ କୁସୁମ ବରସନ୍ତି ମାର୍ଗେ ଶୋଭିତ ଯଦୁପତି ବ୍ରାହ୍ମଣ ମିଳି କୃଷ୍ଣ ଆଗେ ସୁସ୍ୱରେ ସ୍ୱାଗମନ ରାଗେ ଆସି ବଚନେ ବେଦବାଣୀ ବିଜୟା ଦେଖି ଚକ୍ରପାଣି ନିର୍ଗୁଣ ଗୁଣ ଯାର ଦେଇ ବ୍ରହ୍ମ ସ୍ୱରୂପାକ୍ଷର ହୋଇ ବିଦ୍ୟା ସମ୍ପଦ ଅନ୍ୟେ ଆଶିଷ ଦେଲେ ତ ସମନେ କୌରବ ପୁର ନାରୀଙ୍କର ସକଳ ସମ୍ପଦ ସୁନ୍ଦର ଯେ ହରି ପୁରୁଷ ପୁରାଣେ ଆତ୍ମାକୁ ଆପଣେ ନିର୍ମାଣେ ହରି ସକଳ ଦେହ ବସେ
अशेष देह एक शेषे गुण अग्रते जगत मायारे करे आतजात आत्मारे आत्मारूप बहे सकल शक्ति ज्ञानी देहे दिवस अंते प्राणी देहे निर्देशने सर्वमहे पुणी उठंती रात्रि अंते विषय ध्यान बरते जार निज वीर्य बले प्रकृति सर्जई शयले जीवर संगे संग करी विहरे नाना रूप धरी हेमंत सरजी जगत सर्व करई आतजात जार पादे आश्रा करी संजेत इंद्रिय ब्रह्मचारी निर्मल आत्मारे निश्चले देखती भक्ति जग बले ताहांक अंते प्रकाशई सकल कल्मष नाशई जार नाम मुनि गणे आगम निगम प्रमाणे एक आरक कथा कही बंचंती जार पाद ध्यायी से एक अंशे लीला करी प्रकृति संगते बिहारी सृष्टि करिण सत्य पाले ईश्वर अंशरे संहारे से दोष न लागे ताहार नलिनी दले जेने नीर दुष्ट क्षत्रिय जेते बेले अधर्मे बंचंती शयले से हरि सत्य जुग धरी सत्य गुण धरी तांकु नाशई अवतरी जश विस्तरी दया संगे सुख बिहरी जुग जुगे 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 विष्णुर अंशे अवतार जादव कूलरे एथर रजनी अंते नर लोक नाम धरती अति रजनी अंते नर लोके नाम धरती अति सुखे जार निवास मधुबन स्वाभावे से पुरुषोत्तम एजे द्वारका धर्मपुरी विस्तार पुण्य जश करी जही सकल प्रजानन कृष्णर हर्षित बदन निगम बाके जहा घोषी देखती निज द्वारे बसी सात्विक मते विप्रजन जार चरणी अनुक्षण जम नियत नियम ब्रह्म व्रत स्थाने यज्ञ तपस्या महादाने संकल्प करी निज हस्ते अर्पण करी थाई नित्ये तार अधरु सुधाधार गपिए पाने सहरस नित्ये देखती चक्षु द्वारे गोपाल भजंती हृदरे धर्मनंदन यज्ञ काले सभार मध्य नृप मिले कृष्ण विषय जेते बादी क्षत्रिय शिशुपाल आदि ताहांकु क्रमे नाश करी द्वारिका पुरु कन्या हरि अशेष बंधु जार संगे खटंती निज भाव रंगे जार कटास बसही निश्चल चित्ते रूप ध्यायी निरते कृष्ण संगरे प्रेमे सेवंती तापरे कुरु राज्य रे बधु जने हेमंत भाबु भाबु मने रथे बसिले चक्रपाणी कुरु जांगाल देश किणी पांचाल सुर सेनापथे ब्रह्मावर्त जे कुरु क्षेत्रे मत्स्य जमुना सारस्वत मरुधंतरे उपगतम तही उंतारु सौबीर आविर देश मध्यसार विख्यात द्वारिका नगर जही विजय वंशधर से देशे जेते प्रजानन सभारे कृष्ण दर्शन अनेक उपहार हस्ते घेनी मिलिले दिन अंते से हरि चरण पंकजे पापरे जगन्नाथ भजे इति श्री भागवते महापुराणे परमहंस्या संहिताय वैशिक्यां प्रथम स्कंदे श्रीकृष्ण द्वारिका गमनम नाम 10th अध्यायः।